ସାଙ୍ଗମାନେ ଯିଏ ମୋ ସିନ୍ଦୁରର ଅଧିକାର ଦେଖନ୍ତୁ ମୁକ୍ତି ଆଉ ଆଦି ଦୁଇ ଜଣ ଢାବାକୁ ଯାଇଥାନ୍ତି ଖାଇବା ପାଇଁ। ଆଉ ସେଠି ଆଦି କମ୍ପିଟିସନରେ କଞ୍ଚାରାଗ ଖାଉଥାଏ। ଆଉ ମୁକ୍ତି କୁହେ ସାର୍ ମୁଁ ତ ଏମିତି ମଜା କରୁଥିଲି ହେଲେ ଆପଣ। କିନ୍ତୁ ଆଦି ମୁକ୍ତିର କିଛି କଥା ନ ଶୁଣି ଲଙ୍କା ଖାଇ ଚାଲିଥାଏ। ଆଉ ଆଦି ଜୋରସେ ଖାସେ। ମୁକ୍ତି ଆଦିର ହାତ ଅଟକାଇ ଆଦିକୁ କ୍ଷୀର ଗ୍ଲାସ୍ ଦିଏ ପିଇବା ପାଇଁ। ତାପରେ ଆଦି କ୍ଷୀର ଗ୍ଲାସ୍ଟିକୁ ପିଏ ଆଉ ଦୁଇ ଜଣଙ୍କୁ ଚାହାନ୍ତି। ଆଉ ସେଠି ଜଣେ ସ୍ତ୍ରୀ ଲୋକ କୁହନ୍ତି ଏବେ ଜାଣିଲ ତ ଭଉଣୀ ସେ କେତେ ଦିଲବାଲା। ଆଦି ମୁହଁରେ କ୍ଷୀର ଲାଗିଥାଏ। ମୁକ୍ତି ଆଦିକୁ ଠାରେ କିନ୍ତୁ ଆଦି ଜାଣିପାରେ ନାହିଁ। ତାପରେ ମୁକ୍ତି ଆଦିର ମୁହଁରୁ ଲାଗିଥିବା କ୍ଷୀରକୁ ପୋଛିଦିଏ। ତାପରେ ଆଦି କୁହେ ଏବେ ଏଠୁ ଯିବା କି? ମୁକ୍ତି ହଁ ମାରେ। ଆଦି କୁହେ ଚାଲ। ମୁକ୍ତି ଯାଉଥିବା ବେଳେ ତାର ନଜର ପଡ଼େ ତ ଗୋଟେ ଝିଅ ଡ୍ୟାନ୍ସ କରୁଥାଏ। ଆଉ ମୁକ୍ତି କୁହେ ସାର୍ ସେଠି ସୁଟିଂ ହେଉଛି, ମୋତେ ଲାଗୁଛି ସେଠି ଫିଲ୍ମ ସୁଟିଂ ହେଉଛି, ଚାଲନ୍ତୁ ସାର୍ ଦେଖିବାକୁ ଯିବା। ଆଦି କୁହେ ହ୍ୱାଟ୍ ନେଭର, କୁଆଡ଼େ ଯିବା ଦରକାର ନାହିଁ, ଚୁପଚାପ ଚାଲ ଫିଲ୍ମ ଦେଖିବେ ଷ୍ଟୁପିଡ୍। ମୁକ୍ତି ସେଠୁ ଦୌଡ଼ିକି ଲୁଚିକି ଚାଲିଯାଏ। ଆଦି କୁହେ ମୁକ୍ତି ବି କେମିତି ଝିଅ କେଜାଣି। ମୁକ୍ତି ୱେଟ୍। ମୁକ୍ତି ସେଠାକୁ ଯାଇ ଆଉ ସେମାନଙ୍କୁ ଦେଖି ବହୁତ ଖୁସି ହେଇଯାଏ। ଆଦି ସେଠାକୁ ଆସେ। ଆଦି କୁହେ ମୁକ୍ତି କ'ଣ ହେଉଛି, ଚାଲ ଏଠୁ। ମୁକ୍ତି କୁହେ କେତେ ଘମଣ୍ଡି ଲୋକ ଆପଣ, ଟିକେ ବି ମୋ ଖୁସି ଦେଖିପାରୁନାହାନ୍ତି ସାର୍, ପ୍ଲିଜ୍ ଟିକେ ରୁହନ୍ତୁ ନା, ଏ ଡ୍ୟାନ୍ସଟା ସରିଯାଉ ତାପରେ ଆମେ ପଳାଇବା, ପ୍ଲିଜ୍ ସାର୍ ଟିକେ ରୁହନ୍ତୁ। ସେଠି ଡ୍ୟାନ୍ସ କରୁଥିବା ଝିଅ ଆଉ ପୁଅକୁ ଦେଖି ମୁକ୍ତି କୁହେ ଓହୋ କେତେ ଇଜି ଷ୍ଟେପ୍, ଟିକେ ଆପଣ ଧ୍ୟାନ ଦିଅନ୍ତୁ, ଆପଣ ଭଲସେ କରିଦେବେ, ଆଉ ଆପଣ ତ ସୁପରଷ୍ଟାର, ଆପଣ ସବୁକିଛି ବଢ଼ିଆ ସେ କରିଦେବେ। ଆଦି କୁହେ ମୁକ୍ତି ଏସବୁ କ'ଣ ହେଉଛି, ଚାଲ ଏଠୁ। ତାପରେ ମୁକ୍ତି ବହୁତ ଡରିଯାଏ। ଆଉ ସେ ଡ୍ୟାନ୍ସ କରୁଥିବା ଝିଅଟି ମୁକ୍ତି ପାଖକୁ ଆସେ ଆଉ କୁହେ ଏକ୍ସକ୍ୟୁଜ୍ ମି 1 ସେକେଣ୍ଡ। ଆଦି କୁହେ ଆକ୍ଚୁଆଲି ମ୍ୟାମ୍। ଆଉ ସେ ଝିଅଟି କୁହେ ଗୋଟେ ସେକେଣ୍ଡ, ମୋର ତାଙ୍କ ସହ କିଛି କଥା ହେବାର ଅଛି। ହଁ ତ ମିସ୍ କ'ଣ କହୁଥିଲେ ଆପଣ? ବହୁତ ଇଜି ଷ୍ଟେପ୍ ହଁ ନା? ମୁକ୍ତି କୁହେ ହଁ ହଁ ନା ମାନେ ଆପଣଙ୍କ ପାଇଁ ତ ବହୁତ ଇଜି ଷ୍ଟେପ୍ ନା। ସେ ଝିଅଟି କୁହେ ଲାଗୁଛି ଡ୍ୟାନ୍ସ ବିଷୟରେ ବହୁତ କିଛି ଜାଣିଦେଇଛନ୍ତି, ବାରାତି ଡ୍ୟାନ୍ସ କରିକି ନିଜକୁ ଡ୍ୟାନ୍ସର ବୋଲି ଭାବୁଛ, ଯଦି ନିଜ ଉପରେ ଏତେ କନଫିଡେନ୍ସ ଅଛି ଲାଗୁଛି ଏତେ ଇଜି ଷ୍ଟେପ୍ କରିପାରିବ। ଆଦିକୁ ଏକ୍ସକ୍ୟୁଜ୍ ମି, ମୁଁ ମାନୁଛି ମୁକ୍ତିଙ୍କର ଭୁଲ ହୋଇଛି, ତାଙ୍କର ଏମିତି କହିବାଟା ଠିକ୍ ହେଲାନି, କିନ୍ତୁ ତା ମାନେ ଏୟା ନୁହେଁ ଯେ ଆପଣ ତାଙ୍କର ଏମିତି ଇନସଲ୍ଟ କରିବେ। ଡ୍ୟାନ୍ସ କରୁଥିବା ଝିଅଟି କୁହେ ଓହୋ ଏଠି ହିରୋ ବି ଅଛନ୍ତି। ଆଦିକୁ ଦେଖନ୍ତୁ ଏସବୁ ନା। ମୁକ୍ତି କୁହେ ହଁ ମୁଁ ଡ୍ୟାନ୍ସ କରିବାକୁ ରାଜି। ତାପରେ ସେ ଝିଅ ଆଉ ମୁକ୍ତି ଦୁଇ ଜଣ ମିଶି ଡ୍ୟାନ୍ସ କରନ୍ତି। ଆଉ ସେ ଝିଅଟି ମୁକ୍ତିର ଏଭଳି ଡ୍ୟାନ୍ସ ଦେଖିକି ବହୁତ ଆଶ୍ଚର୍ଯ୍ୟ ହେଇଯାଏ। ଆଉ କୁହେ ମୁକ୍ତି ତୁମେ ବହୁତ ବହୁତ ବଢ଼ିଆ ଡ୍ୟାନ୍ସର, ତୁମକୁ ଯିଏ ବି ଦେଖିବ ସିଏ କହିବ ତୁମେ ଏକ୍ସଲେଣ୍ଟ ଡ୍ୟାନ୍ସର, ତୁମେ ଯଦି କମ୍ପିଟିସନ୍ ଉପରକୁ ଆସିଯିବ ନା ଦେଖିବ ଭଲ ଭଲ ଡ୍ୟାନ୍ସର ବି ହାର ମାନିଯିବେ। ମୁକ୍ତି କୁହେ ମୋତେ ବି ଡ୍ୟାନ୍ସ କରିବାକୁ ବହୁତ ପସନ୍ଦ, ହେଲେ ଏମିତି ମନ ଖୋଲିକି ଡ୍ୟାନ୍ସ କରିବାକୁ ମୋତେ କେବେ ବି ସୁଯୋଗ ମିଳେନି, ଆଣ୍ଡ ଥ୍ୟାଙ୍କସ୍ ଟୁ ୟୁ ମୁଁ ତୁମ ପାଇଁ ମନ ଖୋଲିକି ଡ୍ୟାନ୍ସ କରିପାରିଛି ଆଉ ମୋ ୱିଶ୍ ବି ପୁରା କଲି, ଆଉ ଆଜି ଦିନଟା ମୋ ପାଇଁ ବହୁତ ଲକି ଥିଲା। ଆଦି ମୁକ୍ତିକୁ କୁହେ ସୋ ଏବେ ତୁମର ସବୁ ଇଚ୍ଛା ପୁରା ହେଲା ତ? ନାଇଁ ମାନେ ତୁମକୁ ଏବେ ବିଶ୍ୱାସ ଆସିଲାଣି ତ? ମୁଁ ତୁମକୁ କେଉଁଠି ବି ଜାଗାକୁ ନେଇଯାଇପାରିବି, ଢାବାରେ ଖାଇପାରିବି, ଆଉ ଏଇ ଟାଇପ୍ର ପରିବେଶରେ ଚଳି ବି ପାରିବି ବିନା ଇରିଟେଟ୍ ହେଇକି, ରାଇଟ୍? ଆଉ ମୁକ୍ତି ହସିକି ହଁ କୁହେ। ଆଦି କୁହେ ଆଣ୍ଡ ମୁକ୍ତି ତୁମ ସାଙ୍ଗରେ ମିଶିବା ପରେ ମୁଁ ତୁମକୁ ବେଶୀ ଜାଣିବାକୁ ଲାଗିଛି, ଯେମିତି ତୁମର ବଢ଼ିଆ କ୍ୱାଲିଟି, ୟୁ ଆର୍ ଗୁଡ୍ ଡ୍ୟାନ୍ସର। ମୁକ୍ତି କୁହେ ଏଇଟା ମୋର ସ୍ୱପ୍ନ ସାର୍, ହେଲେ ଯାହା ବି କେବେ ପୁରା ହେଇପାରିବନି, ଏ ସ୍ୱପ୍ନ ବାସ୍ ବେଳେବେଳେ ଆସିଯାଏ, ସେ ସ୍ୱପ୍ନ ଭିତରେ ବଞ୍ଚିବାକୁ ତ ବହୁତ ଇଚ୍ଛା ଥାଏ, ହେଲେ ମୁଁ ସେ ସ୍ୱପ୍ନକୁ ଧରିବାକୁ ଗଲାବେଳକୁ ମୋ ନିଦ ଭାଙ୍ଗିଯାଏ। ଜାଣିନି ଏଇଟା ଗୋଟେ କଳା ନା ଅଭିଶାପ, ହେଲେ ସେ ଯାହା ବି ହେଉ ମୋତେ ଏସବୁ ବହୁତ ପସନ୍ଦ, ଆଉ ଯାହା ପାଇଁ ମୋତେ ବହୁତ କିଛି ସହିବାକୁ ପଡ଼ିଛି। ତାପରେ ମୁକ୍ତି ପୁରୁଣା କଥା ମନେ ପକାଇ କାନ୍ଦେ ଆଉ ସେଠୁ କାନ୍ଦି କାନ୍ଦି ଚାଲିଯାଏ। ଆଦି କୁହେ ଜାଣିନି ଏ ଚେହେରା ଭିତରେ ଆଉ କେତେ ଜିନିଷ ଲୁଚିକି ଅଛି ଯାହା ମୋତେ ତମ ଆଡ଼କୁ ଟାଣିବ, କିନ୍ତୁ ଜାଣିନି ମୁଁ କ'ଣ ପାଇଁ ତମ ଆଡ଼କୁ ବେଶୀ ତମକୁ
ଆଉ ବେଶୀ ଜାଣିବାକୁ ଇଚ୍ଛା ହେଉଛି। ମୁକ୍ତି ଆଉ ଆଦି ଯାଉଥିବା ସମୟରେ ମୁକ୍ତି କି ସାର୍, ମୁଁ ନା ଆପଣଙ୍କୁ ଗୋଟେ କଥା କହିବାକୁ ଚାହୁଁଛି। ଆପଣ ନା ଏତେ ବି ଖରାପ ଦୁଷ୍ଟ ଦାନବ ନୁହନ୍ତି। ଆଦି କହେ ୱେଟ୍ କ'ଣ କ'ଣ କହିଲ ତମେ? ଦୁଷ୍ଟ କ'ଣ? ମୁକ୍ତି କୁହେ ନାଇଁ ନାଇଁ କିଛି ନାହିଁ ସାର୍, ମୁଁ କିଛି ବି କହୁନି। ତାପରେ ସେଠୁ ମୁକ୍ତି ଚାଲିଯାଏ। ଆଦିତ୍ୟ କୁହେ ଆରେ ଶୁଣ ଦୁଷ୍ଟ କ'ଣ? ତାପରେ ସେଠୁ ଦୌଡ଼ିକି ମୁକ୍ତି ଚାଲିଯାଏ। ଆଦିତ୍ୟ ଦାସ ମନେ ମନେ କୁହେ ଆଦିତ୍ୟ ଦାସ ଯେଉଁଟା ଆଜି ପର୍ଯ୍ୟନ୍ତ କରିନି ସେଇଟା ଆଜି କେମିତି କରିଦେଲା। ପ୍ରଥମେ ତ ସେ ଢାବାକୁ ଗଲା, ତାପରେ ଲଙ୍କା ଖାଇଲା, ତାପରେ ସୁଟିଂ ବି ଦେଖିଲା। ଷ୍ଟ୍ରେଞ୍ଜ, ସତରେ କ'ଣ ମୁଁ ଚେଞ୍ଜ ହେଇଗଲିଣି? ସିଏ ବି ମୁକ୍ତିଙ୍କ ପାଇଁ। ତାପରେ ଆଦି ଗାଡ଼ିରେ ବସେ ଆଉ ମୁକ୍ତି ଆଦିକୁ ଦେଖି ବହୁ ଜୋରସେ ହସେ। ଆଦି କୁହେ ମୁକ୍ତି, ତମ ଲସିରେ କ'ଣ ଭାଙ୍ଗ ମିଶିଥିଲା କି? ତାହେଲେ ଏମିତି ହସୁଛ କ'ଣ ପାଇଁ? କାର୍ ଭିତରକୁ ଆସ। ମୁକ୍ତି କୁହେ ସାର୍, ମୁଁ ତ ଗାଡ଼ିରେ ବସିଯିବି, ହେଲେ ଆମେ କୁଆଡ଼େ ଯାଇପାରିବେନି। ଆଦି କୁହେ କାହିଁକି? ତାପରେ ମୁକ୍ତି ଠାରେ। ଆଦି କୁହେ ତୁମେ କ'ଣ କହୁଛ ମୁକ୍ତି, ମୁଁ କିଛି ବି ବୁଝିପାରୁନି। ପୁଣି ମୁକ୍ତି ଆଉ ଥରେ ଆଦିକୁ ଠାରେ। ତାପରେ ଆଦି ଗାଡ଼ିରୁ ବାହାରିକି ଆସେ ବାହାରକୁ ଆଉ ଦେଖେ ତ ଗାଡ଼ିର ଟାୟାର ନଥାଏ। ଆଦି କୁହେ ଚାରିଟା ଟାୟାର ଗାଏବ। ମୁକ୍ତି କୁହେ ଗୋଟେ ଟାୟାର ନେଇକି କିଛି ଲାଭ ହେଇନଥାନ୍ତା, ସେ ଯୋଗୁଁ ଚାରିଟା ଟାୟାର ନେଇଯାଇଛି ଆଉ କ'ଣ। ତାପରେ ଆଦି ମୁକ୍ତିକୁ ରାଗିକି କୁହେ ସବୁ ତମରି ପାଇଁ। ଆଉ ଠିକ୍ ସେଇ ସମୟରେ ବର୍ଷା ଆସେ। ତାପରେ ଆଦି କୁହେ ବାସ୍, ୟାକୁ ବି ଏଇ ସମୟରେ ଆସିବାର ଥିଲା। ତାପରେ ଆଦି ଗାଡ଼ି ଭିତରେ ଯାଇ ବସିଯାଏ ଆଉ ମୁକ୍ତି ବର୍ଷାରେ ଭିଜୁଥାଏ। ମୁକ୍ତି ଆଦିକୁ କୁହେ ସାର୍, ବାହାରକୁ ଆସନ୍ତୁ ନା, ଆଉ ଏ ବର୍ଷାର ମଜା ନିଅନ୍ତୁ। ଆଦି କୁହେ ଇଏ କାଦୁଅ ପାଣି ମୋର ପସନ୍ଦ ଜମା ନୁହଁ। ମୁକ୍ତି କୁହେ ସାର୍, ଆପଣ ଗୋଟେ ଥର ତ ବାହାରକୁ ଆସନ୍ତୁ, ଆଉ ଏ ବର୍ଷାର ମଜା ବହୁତ ଭଲ ଭାବରେ ନିଅନ୍ତୁ। ତାପରେ ଆଦି ମୁକ୍ତି କଥା ମାନି ବାହାରକୁ ଆସେ। ତାପରେ ଆଦି ବାହାରକୁ ଆସେ ଆଉ ମୁକ୍ତିକୁ ଚାହେଁ। ମୁକ୍ତି ବର୍ଷାର ବହୁତ ଖୁସିରେ ନାଚୁଥାଏ। ଆଉ ଠିକ୍ ସେଇ ସମୟରେ ମୁକ୍ତିର ବିକ୍ରାନ୍ତ କଥା ମନେ ପଡ଼ିଯାଏ ଆଉ ସେ କାନ୍ଦିବାକୁ ଲାଗେ। ଆଦି ମୁକ୍ତି ପାଖକୁ ଆସେ ଆଉ କୁହେ କ'ଣ ହେଲା ମୁକ୍ତି, ଏବେ ତ ତମେ ବହୁତ ଖୁସି ଥିଲ, ହଠାତ୍ ତମର କ'ଣ ହେଲା? ତମ ଆଖିରେ ଲୁହ କାହିଁକି? ତାପରେ ମୁକ୍ତି ଆଦିକୁ ଜୋରସେ ଜାବୁଡ଼ି ଧରେ। ସାଙ୍ଗମାନେ ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ଛୋଟିଏ ଲାଇକ୍ଟିଏ କରିଦିଅନ୍ତୁ, କାହିଁକିନା ମୁଁ ଏଇଭଳି ଭିଡ଼ିଓ ଆପଣମାନଙ୍କ ପାଇଁ ସବୁଦିନ ଆଣିଦେବି। ଜୟ ଜଗନ୍ନାଥ।